ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ବକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ 24 ମେ 1922 ମସିହାରେ ହୋଇଥିଲା। ସେ ଜଣେ ପ୍ରସିଦ୍ଧ ଓଡ଼ିଆ ବୈଜ୍ଞାନିକ, ଲେଖକ ଏବଂ ଶିକ୍ଷକ ଥିଲେ ଯିଏ ଓଡ଼ିଶାରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଜଣାଶୁଣା। ସେ ବିଜ୍ଞାନକୁ ସୁଗମ କରିବା ପାଇଁ ବିଭିନ୍ନ ପୁସ୍ତକ ଏବଂ ପ୍ରବନ୍ଧ ଲେଖିଥିଲେ ଯାହା ତାଙ୍କୁ ଓଡ଼ିଶାରେ ବିଜ୍ଞାନ କାଳ୍ପନିକତାର ଜନକ ଉପାଧିରେ ସମ୍ମାନିତ କରିଥିଲା। ସେ 2011 ମସିହାରେ କଳିଙ୍ଗ ସମ୍ମାନ, 1986 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ 10 ଜୁଲାଇ 2013 ମସିହାରେ ମୃତ୍ୟୁବରଣ କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ଲାଇକ୍ କରିଦେବେ, ଭିଡ଼ିଓକୁ ଆମ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।